Hello, friends. This is Vasudeep Panda. Welcome to Master of English. ପିଲାମାନେ ଆମର ଯେଉଁ କବିତା ଅଛି ବଡ଼ପଣ ତପସ୍ୱିନୀର ପତ୍ର ଓ ବାର୍ତ୍ତା ତ ଏ ଭିତରୁ ଆମେ ଯେମିତି ଜାଣିଛେ 2 ମାର୍କ ବିଶିଷ୍ଟ ପ୍ରଶ୍ନ ବି ଆସିବ ତ ଆଜି ସେଇ ତିନିଟା କବିତାରୁ ବଛା ବଛା ପାଖାପାଖି 40ରୁ ଉର୍ଦ୍ଧ୍ୱ ପ୍ରଶ୍ନ ଆମେ ଆଲୋଚନା କରିବା 2 ମାର୍କ ବିଶିଷ୍ଟ ପ୍ରଶ୍ନ ଏ ଭିଡ଼ିଓରେ ଆମେ ଯେମିତି ସମସ୍ତେ ଜାଣିଛେ ଯେ 2 ମାର୍କ ବିଶିଷ୍ଟ ପ୍ରଶ୍ନ ଯେତେବେଳେ ଆମେ ଲେଖିବା ପ୍ରଥମେ କବିଙ୍କ ନାଁ ପରେ କବିତାର ନାଁ ଏବଂ ପରେ ଉତ୍ତର ଲେଖିବା କବି ଆଉ କବିତା ପାଇଁ 1 ମାର୍କ ଏବଂ ଉତ୍ତର ପାଇଁ 1 ମାର୍କ ଏଭଳିଆ 2 ମାର୍କ ଆମକୁ ମିଳିବ ତ ବିଳମ୍ବ କରିବାନି ପ୍ରଥମ ପ୍ରଶ୍ନଟି ହେଉଛି କବି ରାଧାନାଥ କେଉଁମାନଙ୍କୁ କେଶରୀ ଔରସେ ଶ୍ୱାନ ବୋଲି କହିଛନ୍ତି କବି ହେଲେ ରାଧାନାଥ ରାୟ କବିତା ହେଲା ବଡ଼ପଣ ଠିକ୍ ଅଛି ତ ଏଠି କବି ରାଧାନାଥ ରାୟ ରାଜା ମହାରାଜାମାନଙ୍କୁ କେଶରୀ ଔରସେ ତୁମ୍ଭେ ଶ୍ୱାନ ବୋଲି କହିଛନ୍ତି କ'ଣ ରାଜା ମହାରାଜାମାନଙ୍କୁ ଉତ୍ତର ହେଉଛି ପରବର୍ତ୍ତୀ ପ୍ରଶ୍ନ ହେଲା 2 ନମ୍ବର ପ୍ରଶ୍ନଟି ହେଲା ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟରେ ରାଜାମାନେ କିପରି ନଷ୍ଟ କରିଥିଲେ କବି ରାଧାନାଥ ରାୟ କବିତା ହେଲା ବଡ଼ପଣ ତ ଉତ୍ତର କ'ଣ ହେବ ପୂର୍ବପୁରୁଷଙ୍କ ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟରେ ରାଜାମାନେ ବିକି ଭାଙ୍ଗି ନଷ୍ଟ କରିଥିଲେ ବୋଲି କୁହାଯାଇଛି 3 ନମ୍ବର ପ୍ରଶ୍ନଟି ହେଲା ବନ୍ୟ ଶିଖା ପରି ସଦା ଉର୍ଦ୍ଧ୍ୱଗାମୀ କାହା ଉଦ୍ଦେଶ୍ୟରେ କୁହାଯାଇଛି ଉତ୍ତର ଲେଖିବା କବି ହେଲେ ରାଧାନାଥ ରାୟ କବିତା ହେଲେ ବଡ଼ପଣ ବନ୍ୟ ଶିଖା ପରି ସଦା ଉର୍ଦ୍ଧ୍ୱଗାମୀ ଉତ୍କଳର ଶାସକଙ୍କ ଉଦ୍ଦେଶ୍ୟରେ କୁହାଯାଇଛି କାହା ଉଦ୍ଦେଶ୍ୟରେ କୁହାଯାଇଛି ଉତ୍କଳର ଶାସକଙ୍କ ଉଦ୍ଦେଶ୍ୟରେ କୁହାଯାଇଛି 4 ନମ୍ବର ପ୍ରଶ୍ନଟି ହେଉଛି ଓଡ଼ିଶାର ରାଜାମାନେ କିପରି ଉଦାର ଥିଲେ ପ୍ରାଚୀନ ଓଡ଼ିଶାର ରାଜାମାନେ କିପରି ଉଦାର ଥିଲେ କବି ରାଧାନାଥ ରାୟ କବିତା ହେଲା ବଡ଼ପଣ ପ୍ରାଚୀନ ଓଡ଼ିଶାର ରାଜାମାନେ ରାଜ୍ୟକୁ ଏକ ପରିବାର ମଣୁଥିଲେ ତ ଏଇଥିରୁ ଜଣାପଡ଼ୁଥିଲା ଯେ ସେମାନେ ଉଦାର ଥିଲେ ବୋଲି ପରବର୍ତ୍ତୀ ପ୍ରଶ୍ନ 5 ନମ୍ବର ପ୍ରଶ୍ନଟି ହେଲା ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ କିପରି ଥିଲା କବି ରାଧାନାଥ ରାୟ କବିତା ବଡ଼ପଣ ରାଜା ଓ ପ୍ରଜାଙ୍କ ସମ୍ପର୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ ଏକ ପରିବାର ପରି ଥିଲା 6 ନମ୍ବର ପ୍ରଶ୍ନ ହେଲା କାହାର ସମ୍ପର୍କକୁ ବାଜ ଓ ପାରାର ସମ୍ପର୍କ ବୋଲି କୁହାଯାଇଛି କବି ରାଧାନାଥ ରାୟ କବିତା ହେଲା ବଡ଼ପଣ ରାଜା ପ୍ରଜାମାନଙ୍କ ମଧ୍ୟରେ ସମ୍ପର୍କକୁ ବାଜ ଓ ପାରାର ସମ୍ପର୍କ ବୋଲି ବର୍ତ୍ତମାନ ଯୁଗରେ କବି କହିଛନ୍ତି 7 ନମ୍ବର ପ୍ରଶ୍ନଟି ହେଲା ପ୍ରଜାଙ୍କ ସମାର୍ଜିତ ଗ୍ରାସ କିଏ କାଢ଼ି ନେଇଛି କବି ରାଧାନାଥ ରାୟ କବିତା ବଡ଼ପଣ ତ ପ୍ରଜାଙ୍କ ସମାର୍ଜିତ ଗ୍ରାସ ରାଜାମାନେ କାଢ଼ି ନେଇଛନ୍ତି ବୋଲି କୁହାଯାଇଛି 8 ନମ୍ବର ପ୍ରଶ୍ନ ନିର୍ମମ ବିଦେଶୀ ନୀତି କ'ଣ କବି ରାଧାନାଥ ରାୟ କବିତା ବଡ଼ପଣ ସର୍ବଶୋଷୀ ନୀତିକୁ ନିର୍ମମ ବିଦେଶୀ ନୀତି ବୋଲି କୁହାଯାଇଛି ସବୁ ଲୋକଙ୍କ ଠାରୁ ସବୁ ଜିନିଷ ଶୋଷଣ କରି ନେବାର ଯେଉଁ ନୀତି ଅଛି 9 ନମ୍ବର ପ୍ରଶ୍ନ ଦେଶୀ ରାଜାମାନେ କିପରି ବିଦେଶୀ ନୀତି ଆପଣାଇଥିଲେ କବି ରାଧାନାଥ ରାୟ କବିତା ବଡ଼ପଣ ଦେଶୀ ରାଜାମାନେ ନିର୍ମମ ଓ ସର୍ବଶୋଷୀ ବିଦେଶୀ ନୀତି ଆପଣାଇ ନେଇଥିଲେ ବୋଲି କୁହାଯାଇଛି 10 ନମ୍ବର ପ୍ରଶ୍ନଟି ହେଲା ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରାଉଥିଲେ କବି ରାଧାନାଥ ରାୟ କବିତା ହେଉଛି ବଡ଼ପଣ ରାଜାମାନେ ପ୍ରଜାମାନଙ୍କୁ ବିଦେଶୀ ବନ୍ଧୁକ ମୁନରେ ଭୟଭୀତ କରାଉଥିଲେ ଯାହାକୁ ସଙ୍ଗୀନ ମୁନ ବୋଲି କବିତାରେ କୁହାଯାଇଛି 11 ନମ୍ବର ପ୍ରଶ୍ନ ହେଲା ଦରବାର କାଳୀନ ରାଜାଙ୍କର ରାଜଧର୍ମ କିପରି ଥିଲା କବି ରାଧାନାଥ ରାୟ କବିତା ହେଲା ବଡ଼ପଣ ଦରବାର କାଳୀନ ରାଜାଙ୍କର ରାଜଧର୍ମ ଥିଲା ପ୍ରଜାମାନଙ୍କୁ ଶୋଷଣ କରିବା କ'ଣ ପ୍ରଜାମାନଙ୍କୁ ଶୋଷଣ କରିବା 12 ନମ୍ବର ପ୍ରଶ୍ନ ରାଜାମାନେ କ'ଣ ପାଇଁ ଟାକି ରହିଥିଲେ କହିଲେ ଜଗି ରହିବା ତ କବି ହେଲେ ରାଧାନାଥ ରାୟ କବିତା ହେଲା ବଡ଼ପଣ ରାଜାମାନେ ଜରିମନା କରିବା ପାଇଁ ଟାକି ରହିଥିଲେ କାହା ଉପରେ ପ୍ରଜାମାନଙ୍କ ଉପରେ 13 ନମ୍ବର ପ୍ରଶ୍ନ ଧର୍ମ ଅର୍ଜନର ପ୍ରକୃତ ସୁଫଳ କିପରି ମିଳେ ବୋଲି କବି କହିଛନ୍ତି କବିତା ବଡ଼ପଣ କବି ରାଧାନାଥ ରାୟ ଧର୍ମ ଅର୍ଜନର ପ୍ରକୃତ ସୁଫଳ ସୁବ୍ୟରେ ହିଁ ମିଳେ ବୋଲି କବି କହିଛନ୍ତି କେଉଁଥିରେ ମିଳେ ସୁବ୍ୟରେ ମିଳେ 14 ନମ୍ବର ପ୍ରଶ୍ନ ହେଲା ମଣିଷର
मृत्यु परे ता अर्जित धनर कि परिणति हुए। कवि राधानाथ राय कविता होची बड़पण। मनुष्यर मृत्यु परे तार धन सब छाड़ी दे जाई थाए ताहा सेमिति ही पड़ी रही थाए बोली कहा जाइछि। 15 नंबर प्रश्न है विश्वविजयी आलेक्जेंडर कहीं अश्रुसिक्त गंड करथिले। उत्तर लिखा कवि राधानाथ राय कविता है बड़पण। जिणिबाकु आउ धराखंड नथिबारु कहीं जिणिबाकु आउ धराखंड नथिबारु विश्वविजयी आलेक्जेंडर अश्रुसिक्त गंड करथिले। 16 नंबर प्रश्न है आसीथिली फेरीगली शून्य हस्ते किए केतेबेले कहिथिले। कौन किए कहिथिले केतेबेले कहिथिले। आसीथिली फेरीगली शून्य हस्ते आलेक्जेंडर मला बेले कहिथिले। केबे कहिथिले? आलेक्जेंडर मला बेले कहिथिले। 17 नंबर प्रश्न है राजा माने प्रजांक ठारू शोषण करी आणुथुवा वित्त किपरि व्ययित करुथिले। उत्तर लिखा कवि हेले राधानाथ राय कविता है बड़पण। राजा माने प्रजांक ठारू शोषण करी आणुथुवा वित्तरे गणिका वकील छामुआ मानकु पोषण करुथिले। 18 नंबर प्रश्न क्वेश्चन नंबर 18 18 नंबर प्रश्नटी कौन कवि कहीं काल को निष्ठुर और अविश्वासी बोली कहिछंती। कवि राधानाथ राय कविता है बड़पण। कवि काल को निष्ठुर और अविश्वासी कौन कौन निष्ठुर और अविश्वासी बोली कहिछंती कारण काल हठात आसी हाबुड़ी जाए हठात मध्य सांगरे नहीं जाए। 19 नंबर प्रश्न माया बढ़िले कौन हुए। कवि राधानाथ राय कविता है बड़पण। माया बढ़िले अंतक रगड़े जम जंत्रणा प्राप्त हुए। ये बोले अंतक कहले जम। 20 नंबर प्रश्नटी है धर्मपोत किए कहीं गढ़ी। कवि राधानाथ राय कविता है बड़पण। धर्मपोत विधि वा सृष्टिकर्ता ब्रह्मा संसार रूपक बारिधि को तरीवाई गढ़ी। 21 नंबर प्रश्न प्रकृत बड़पण कौन। कवि राधानाथ राय कविता बड़पण। प्रकृत बड़पण होची धर्मपण। धर्म अर्जन करवा होची प्रकृत बड़पण। 22 नंबर प्रश्नटी है उच्च होई लभ उच्चतर गति एक कथा किए काहाकू कहिछि। कवि हेले राधानाथ राय कविता है बड़पण। उच्च होई लभ उच्चतर गति कवि समाज रे थिबा समस्त मनुष्य को कहिछंती। 23 नंबर प्रश्न है रामचंद्र ठारे विदुष माने कौन देखि थांते। कवि हेले गंगाधर मेहेर कविता है तपस्विनीर पत्र। पुरुषोत्तम श्रीराम होउचंती शरणागत रक्षा कवच। शत्रुरूपक गजर अंकुश सदृश दुख रूपक पर्वत पाई से वज्र सदृश। विदूषक माने श्रीराम ठारे यह देखि थांती। 24 नंबर प्रश्न है सीता रामचंद्र को किपरि पत्र लिखिछन्ते। कवि गंगाधर मेहेर कविता है तपस्विनीर पत्र। सीता रामचंद्र को विनय पत्र लिखिथिले। उत्तर है विनय पत्र लिखिथिले। 25 नंबर प्रश्न दिन भिखारिणी दुरु नतशिरे बंदे किए काहाकू वंदना करुछि। कवि गंगाधर मेहेर कविता है तपस्विनीर पत्र। दिन भिक्षारुणी दुरु नतशिरे बंदे सीता रामचंद्र को वंदना करुछि बोली कहिछन्ति। 26 नंबर प्रश्न रामचंद्र किपरि महायज्ञ रे दीक्षित होइथिबे बोली सीता मने करुछन्ति। कवि गंगाधर मेहेर कविता है तपस्विनीर पत्र। रामचंद्र नवबामांकु वाम कर रखी महायज्ञ रे दीक्षित होइथिबे बोली सीता मने करिछन्ति। 27 नंबर प्रश्न मुग्ध बधू को मुग्ध करिवा पई रामंक ठारे कौन बढ़ी जाउथो। कवि गंगाधर मेहेर कविता है तपस्विनीर पत्र। मुग्ध बधू को मुग्ध करिवा पई रामंक ठारे सकल सद्गुण बढ़ी जाइथिबो बोली कवितारे कहा जाइछि। 28 नंबर प्रश्न सीतांक मनरे की भिक्षा उदय होइथिला। कवि हेले गंगाधर मेहेर कविता है तपस्विनीर पत्र। पंडित मानंकु दान करिवा प्रसंग सीतांक मनरे
ଏହି ଭିକ୍ଷା ଉଦୟ ହୋଇଥିଲା। 29 ନମ୍ବର ପ୍ରଶ୍ନ, ସୀତା ରାମଚନ୍ଦ୍ରଙ୍କ ଠାରୁ କେଉଁ ମନ୍ତ୍ର ଜାଣିବାକୁ ଚାହୁଁଥିଲେ? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ରାମଚନ୍ଦ୍ର ଯେଉଁ ପତ୍ନୀ ଗ୍ରହଣ କରିଛନ୍ତି ପୂର୍ବେ ସେ କେଉଁ ତପ କରିଥିଲା, କେତେ କାଳ କେଉଁ ମନ୍ତ୍ର ଜପିଥିଲା ବୋଲି ସୀତା ରାମଚନ୍ଦ୍ରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି। 30 ନମ୍ବର ପ୍ରଶ୍ନ, 30 ନମ୍ବର ପ୍ରଶ୍ନଟି ହେଲା, କ'ଣ ପାଇଲେ ସୀତା 100 ଅଶ୍ୱମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି? କ'ଣ ପାଇଲେ ସୀତା 100 ଅଶ୍ୱମେଧ ଯଜ୍ଞର ଫଳ ପାଇବେ ବୋଲି କହିଛନ୍ତି? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ରାମଚନ୍ଦ୍ର ଗ୍ରହଣ କରିଥିବା ପତ୍ନୀ କେଉଁ ତପ କରିଥିଲା, କେଉଁ ମନ୍ତ୍ର ଜପ କରିଥିଲା? ସୀତା ରାମଚନ୍ଦ୍ରଙ୍କ ଠାରୁ ଏହି ମନ୍ତ୍ର ଜାଣିବା ପାଇଁ ଚାହିଁଥିଲେ। ଏହି ପ୍ରସଙ୍ଗ ସୀତା ଜାଣିବାକୁ ପାଇଲେ 100 ଅଶ୍ୱମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି। 31 ନମ୍ବର ପ୍ରଶ୍ନଟି ଦେଖିବା ପିଲେ, 31 ନମ୍ବର ପ୍ରଶ୍ନ ହେଉଛି, ନ ଜାଣନ୍ତି ଜନ୍ମ କାଳୁ ପିତୃ ଅନୁରାଗ କାହା ପ୍ରସଙ୍ଗରେ କୁହାଯାଇଛି? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ନ ଜାଣନ୍ତି ଜନ୍ମ କାଳୁ ପିତୃ ଅନୁରାଗ ଲବକୁଶ ରାମଙ୍କର ଦୁଇ ପୁତ୍ର, ସେମାନଙ୍କ ପ୍ରସଙ୍ଗରେ କୁହାଯାଇଛି। 32 ନମ୍ବର ପ୍ରଶ୍ନ, 32 ନମ୍ବର ପ୍ରଶ୍ନ ହେଲା, କିଏ ନ କାନ୍ଦିବ ବହି ମାନବ ହୃଦୟ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। କିଏ ନ କାନ୍ଦିବ ବହି ମାନବ ହୃଦୟ ରାମାୟଣ ପ୍ରସଙ୍ଗରୁ କୁହାଯାଇଛି। ଯେତେବେଳେ ଲବକୁଶ ରାମାୟଣ ପାଠ କରୁଥିଲେ ସମସ୍ତଙ୍କର ମନ ଭିତରେ ଭାବପ୍ରବଣ ହୋଇଯାଉଥିଲେ ସମସ୍ତେ, ଏବଂ ସମସ୍ତଙ୍କ ଆଖିରୁ ଅଶ୍ରୁ ବହିଯାଉଥିଲା, ସେହି ପ୍ରସଙ୍ଗରେ ଏହା କୁହାଯାଇଛି। 33 ନମ୍ବର ପ୍ରଶ୍ନ, କେଉଁମାନେ କିପରି ଜନନୀ ହୃଦୟ କନ୍ଦାଉଥିଲେ? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ଲବକୁଶ ରାମାୟଣ ଶୁଣାଇ ଜନନୀର ହୃଦୟ କନ୍ଦାଉଥିଲେ, କାରଣ ସୀତା ଯେତେବେଳେ ବନବାସରେ ଥିଲେ ସେ ସମୟରେ ଲବକୁଶ ଯେତେବେଳେ ରାମାୟଣ ଗାନ କରୁଥିଲେ ଅତୀତର ସ୍ମୃତି ସବୁ ସୀତାଙ୍କ ମନରେ ଝଲସି ଉଠୁଥିଲା ଏବଂ ତାଙ୍କର ନେତ୍ର ଅଶ୍ରୁସିକ୍ତ ହୋଇଯାଉଥିଲା। 34 ନମ୍ବର ପ୍ରଶ୍ନ, ସୀତା ପୁତ୍ରମାନେ କିପରି ରାମାୟଣ ଗାନ କରୁଥିଲେ? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ବୀଣାତନ୍ତ୍ରୀ ବଜାଇ ସୀତାଙ୍କ ପୁତ୍ରମାନେ ରାମାୟଣ ଗାନ କରୁଥିଲେ। କ'ଣ ବଜାଉଥିଲେ? ବୀଣା ବଜାଇକରି ସେମାନେ ରାମାୟଣ ଗାନ କରୁଥିଲେ। 35 ନମ୍ବର ପ୍ରଶ୍ନ, କେଉଁଥିରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ୱୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ରାମଙ୍କ ଚରିତ୍ରରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ୱୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ। କ'ଣ ପାଇଁ? ରାମଙ୍କୁ ଦେଖିବା ପାଇଁ, ରାମଙ୍କ ଚରିତ୍ର ବିଷୟରେ ଅଧିକ ଜାଣିବା ପାଇଁ। 36 ନମ୍ବର ପ୍ରଶ୍ନ, ସୀତାଙ୍କ ପୁତ୍ରମାନଙ୍କର ମନ କାହିଁକି ଆକର୍ଷିତ ହେଉଥିଲା? କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ରାମଚନ୍ଦ୍ରଙ୍କ ପଦପଙ୍କଜ ଦର୍ଶନ କରିବା ପାଇଁ ଲବକୁଶଙ୍କ ମନ ଆକର୍ଷିତ ହୋଇଥିଲା। 37 ନମ୍ବର ପ୍ରଶ୍ନ, କ୍ୱେଶ୍ଚିନ୍ ନମ୍ବର 37 ପିଲେ। 37 ନମ୍ବର ପ୍ରଶ୍ନ କ'ଣ? ସୀତା କେଉଁ ପ୍ରସଙ୍ଗରୁ ନିଜକୁ ଔତ୍ସୁକ ଦମନ କରିପାରୁନଥିଲେ? ନିଜର ଔତ୍ସୁକ ଦମନ କରିପାରୁନଥିଲେ। କବି ଗଙ୍ଗାଧର ମେହେର, କବିତା ହେଲା ତପସ୍ୱୀର ପତ୍ର। ସୀତା ରାମାୟଣ ପ୍ରସଙ୍ଗରୁ ନିଜର ଔତ୍ସୁକ ଦମନ କରିପାରୁନଥିଲେ। ପରବର୍ତ୍ତୀ ପ୍ରଶ୍ନ 38 ନମ୍ବର ପ୍ରଶ୍ନ, 38 ନମ୍ବର ପ୍ରଶ୍ନ, ଭବିଷ୍ୟତର କି ବାର୍ତ୍ତା ଧରି ଦୂତ ଆସିଛି? କବି ସଚ୍ଚିଦାନନ୍ଦ ରାଉତରାୟ, କବିତା ହେଲା ବାର୍ତ୍ତା। ଶ୍ରେଣୀହୀନ ଶୋଷଣମୁକ୍ତ ସାମ୍ୟବାଦୀ ସମାଜର ଭବିଷ୍ୟତର ବାର୍ତ୍ତା ନେଇ ଦୂତ ଆସିଛି। କ'ଣ? ଶ୍ରେଣୀହୀନ ଶୋଷଣମୁକ୍ତ ସାମ୍ୟବାଦୀ ସମାଜର ଭବିଷ୍ୟତର ବାର୍ତ୍ତା ନେଇ ଦୂତ ଆସିଛି। କାରଣ ଆଉ ଖୁବ୍ ଅଳ୍ପ ଦିନ ପରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ହେଲେ ମଣିଷ ମଧ୍ୟରେ ଥିବା ବ୍ୟବଧାନ ହଟିଯାଇ ପ୍ରତ୍ୟେକ ମଣିଷ ସମାନ ସୁବିଧା ସୁଯୋଗ ଉପଭୋଗ କରିବେ। 39 ନମ୍ବର ପ୍ରଶ୍ନ, ଲୌକିକ ଜ୍ଞାନ କହିଲେ କ'ଣ ବୁଝ? କବି ସଚ୍ଚି ରାଉତରାୟ, କବିତା ହେଲା ବାର୍ତ୍ତା। ଲୌକିକ ଜ୍ଞାନ କହିଲେ ବାସ୍ତବ ସମାଜରେ କାର୍ଯ୍ୟକାରଣ ଯୁକ୍ତ ଜଡ଼ ଓ ବସ୍ତୁବାଦୀ ଜ୍ଞାନକୁ ବୁଝାଇଥାଏ।
40 नंबर प्रश्न कवि शोषित मनीष को कहार कैफियत मागिबापी कहते कवि हेले सची राउतराय कविता है वार्ता धनिक गोष्ठी जमीदार मानू शोषित मनीष कैफियत मागिचंते 41 नंबर प्रश्न क्वेश्चन नंबर 41 41 नंबर प्रश्न है कवि कहा विरुद्ध रे प्रतिशोध नेबाकू कहते कवि सची राउतराय कविता वार्ता कवि जमीदार शासक धनी लोक श्रेणी तथा उच्च ब्राह्मण जाति मंदिर पूजक विरुद्ध रे प्रतिशोध नेबाकू चाहिए 42 नंबर प्रश्न पे शेष प्रश्नटी है दृढ़ मनुष्यपुत्र क्यों ज्ञान रश्मि लाभ करिब उत्तर है कवि हेले सची राउतराय कविता है वार्ता दृढ़ मनुष्यपुत्र निष्पेषित होई ता मध्यरु ज्ञान रश्मि लाभ करिब बोली कवितारे कुहा जाइछि पिले ये थिला माने 40 रु ऊर्ध्व संभावित प्रश्न आम समस्ते जानिछे जे ए वर्ष 2 मार्क विशिष्ट प्रश्न जो आसीबो हमको कवितार ना लेखकों ना एवं गोटे कि दुईटी धाड़ी उत्तर देवाई पड़ो 2 मार्क पाई ओके सो पुणी देखा हम परवर्ती लाइव क्लास रे सी यू देयर स्टे ट्यून्ड विथ मास्टर ऑफ इंग्लिश।